ଜଗନ୍ନାଥ ଆଜି ଡିସେମ୍ବର 18 ତାରିଖ ଗୁରୁବାର ମୁଁ ଆସିଛି ଜଣେ ମାଙ୍କୁ ମିଟ୍ କରିବା ପାଇଁ। ଆଉ ସେ ମାଙ୍କ ସହିତ କଥା ହେବା। ମା କହିବେ ଆପଣମାନଙ୍କୁ, ସମସ୍ତେ ଶୁଣନ୍ତୁ। ଇଏ ହେଉଛନ୍ତି ଡକ୍ଟର ମନୋରମା ମିଶ୍ର। ମା ଆପଣ ତ ଆମ ସହିତ ବହୁତ ଦିନ ଜଡ଼ିତ ଅଛନ୍ତି। ଆଉ ଦୀର୍ଘ 20 ବର୍ଷ ପରେ ମୁଁ ଯେଉଁ ପଦକ୍ଷେପ ନେଇଛି, ଯେଉଁ ବାପା ମାଆଙ୍କୁ ବା ପ୍ୟାରେଣ୍ଟସ୍ମାନଙ୍କୁ ସବୁ ଯେଉଁ କିଛି ଷ୍ଟେପ୍ ନେଇଛି, ଏହା ଉପରେ କ'ଣ କହିବେ? ଯେଉଁ ମେମ୍ବରସିପ୍ ଷ୍ଟେପ୍ କ'ଣ ନେଇଛି, ଆପଣ ତା ଭିତରେ ଜଡ଼ିତ ଅଛନ୍ତି, କ'ଣ କହିବେ ୟା ଉପରେ? ହଁ ରମା, ମୁଁ ଏ ବିଷୟ ସବୁ ଜାଣିଲି। ଆଉ ଏଇଟା ହେଉଛି ବହୁତ ବଡ଼ ସୁନ୍ଦର ପଦକ୍ଷେପ, ଯେଉଁଥିରେ କି ଆମ ସମାଜରେ ବହୁତ ବୃଦ୍ଧ ବୃଦ୍ଧା ନିଃସହାୟ ଅଛନ୍ତି। ଆଉ ଯେଉଁମାନେ ବି ନିଜର ଅର୍ଥନୀତି ଥିଲେ ମଧ୍ୟ ଏକୁଟିଆ ରହିଯାଇଛନ୍ତି, ତୁମେ ଏମାନଙ୍କ ପାଇଁ ଯେଉଁ ଏହି ପ୍ରୟାସ କରିଛ, ଏଇଟା ବହୁତ ସୁନ୍ଦର ପଦକ୍ଷେପ। ଏହାଦ୍ୱାରା ବହୁତ ସ୍ତ୍ରୀ ଲୋକ କ'ଣ, ପୁରୁଷ ଲୋକ, ଆମର ବାପା ମାଆ ମାନେ ଯେଉଁ ବୃଦ୍ଧ ବୃଦ୍ଧା, ସେମାନେ ବହୁତ କିଛି ସାହାଯ୍ୟ ପାଇବେ, ବେନିଫିଟେଡ଼ ହେବେ। ଆଉ ଏଇ କାର୍ଯ୍ୟକ୍ରମ ଚାଲୁ ରହୁ, ଏଥିରେ ଆମମାନେ ବି ସମସ୍ତେ ସହଯୋଗ କରିବୁ। ଆ ଦ୍ୱାରା ଆମେମାନେ ବି କିଛି କିଛି ପ୍ରଭାବିତ ହେଇଛୁ, ଆଉ ଆମେ ତୁମକୁ ସବୁ ସାହାଯ୍ୟ ବି କରିବୁ। ତେଣୁ ଏ ଯେଉଁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମ, ଆକୁ ତ ମୁଁ ଯାଇଛି, ଦେଖିଛି। ଏଠାରେ ଲୋକମାନଙ୍କର ଯେଉଁ ସେବା ଶୁଶ୍ରୂଷା, ଯେଉଁ ପ୍ରକାର ଇଏ କରାହେଉଛି, ସୁବିଧା ଦିଆହେଉଛି, ଏଇଟା ବହୁତ ଆନନ୍ଦର କଥା ଆଉ ସ୍ୱାଗତ ଯୋଗ୍ୟ। ଆଉ ଏବେ ଯେଉଁ ପ୍ରକାର ହେଇଛି ନୂଆ ଲୋକମାନଙ୍କ ପାଇଁ କରାହେଇଛି, ଯେଉଁ ରହିବେ, ପୁରୀ ଯାତ୍ରା କରିବେ, ଆଉ ଏମର୍ଜେନ୍ସି ମେଡ଼ିକାଲ ସପୋର୍ଟ, ତାପରେ ମନୋଚିକିତ୍ସକ ବି ଆସୁଛନ୍ତି, କାଉନସିଲିଂ କରାହେଉଛି। ଏହାଦ୍ୱାରା ଲୋକମାନଙ୍କର ବହୁତ ଉପକାର। ମୁଁ ଚାହୁଁଛି ଏଇ ଜିନିଷ ଆଗକୁ ଆଗ ବଢ଼ିଯାଉ, ଏଥିପାଇଁ ବହୁତ କିଛି ମେମ୍ବର ଆସନ୍ତୁ, ଆଉ ତୁମମାନଙ୍କୁ ସାହାଯ୍ୟ କରିବା ପାଇଁ ବି ଲୋକ ଥାଆନ୍ତୁ। ମୁଁ ବି ବହୁତ ସାହାଯ୍ୟ ପାଉଛି। ଶୁଣିପାରିଲି ମାଙ୍କର କଥା। ତେଣୁ ମୁଁ ଆସିଛି, ମା ତ ମୋ ସହିତ ବହୁତ ଦିନ ଜଡ଼ିତ, ଏବଂ ଏବେ ଯେଉଁ ନୂଆ ଜିନିଷ ପାଇଁ ମୁଁ ଏମିତି ସବୁ ବହୁତ ଜଣ ଅଛନ୍ତି ମୋର ମା ମାନେ, ଯାହାକି ମୋର ପଥଦର୍ଶକ ଆଉ ମୋର ଗାଇଡ଼େନ୍ସ। ଯେତେବେଳେ ବି ମୁଁ ବାଟ କୌଣସି ମାତ୍ରାରେ କିଛି ଭୁଲ ଭଟକା ହେଲେ, ମୁଁ ଏଇ ମାଆମାନଙ୍କର ସବୁବେଳେ ସାହାରା ନିଏ, ଆଉ ତାଙ୍କୁ ଭଲ ମନ୍ଦ ହାନି ଲାଭ ସବୁବେଳେ ମୁଁ ବୁଝି ଚାଲେ। ତେଣୁ ଆପଣମାନେ ବି ଆମ ସହିତ ମାନେ ସାମିଲ ହେଇପାରିବେ, ଏବଂ ଏଇସବୁ କାର୍ଯ୍ୟରେ ମାନେ ଉନ୍ନତି କରିବା ପାଇଁ, ବା ଯେଉଁ ଏରିଆରେ ଯେଉଁ ବାପା ମାଆ ମାନେ ଦୁଃଖ କଷ୍ଟ ପାଉଥିବେ, ବା ଘରେ ରହିକି କାହା ସହିତ ମିଶି ପାରୁନଥିବେ, କଥା ହେଇପାରୁନଥିବେ, ଡିମେନ୍ସିଆଲ ଆଡ଼କୁ ଯାଉଥିବେ, ସେଇ ବାପା ମାଆ ମାନେ ଆମ ସହିତ ଜଡ଼ିତ କରନ୍ତୁ। ଆମେ ତାଙ୍କର କାଉନସିଲିଂ କରିବୁ ଏବଂ ତାଙ୍କୁ ଏଣ୍ଟରଟେନମେଣ୍ଟ କରିବୁ, ତାଙ୍କୁ ଏନଗେଜ୍ କରିବୁ। ପୁରା ଏନଗେଜ୍ କରିବା ପାଇଁ ଆମେ ପୁରା ଏ ପ୍ରପୋଜାଲ୍ କରୁଛୁ। ଖାଲି ଭୁବନେଶ୍ୱର ନୁହେଁ, ଏଇଟା ପୁରା ଓଡ଼ିଶା ଯାକ ମୁଁ ବର୍ତ୍ତମାନ ସୁଦ୍ଧା ବି ବାଲେଶ୍ୱର, ଭଦ୍ରକ, ବାରିପଦା, ବ୍ରହ୍ମପୁର ଏବଂ କନ୍ଧମାଳ, ଦେଓଗଡ଼, ସବୁଆଡ଼ୁ ପିଲା ବି ଆମର ରହିଗଲେଣି। ଚାରିଆଡ଼େ କିଛି କିଛି ଅଳ୍ପ ବହୁତ ଧୀରେ ଧୀରେ ଗୋଟେ ଗୋଟେ କାମ ହେଉଛି। ତେଣୁ ଆପଣମାନଙ୍କର ଆଉ ଟିକେ ସହଯୋଗ, ସହାନୁଭୂତି ଦରକାର ଏଇଭଳିଆ କାମକୁ ଆଗକୁ ନେବା ପାଇଁ। ଆଉ ଆପଣ ତ ଶୁଣୁଥିବେ, ଇଏ ମା ଆପଣଙ୍କର ପ୍ରିଭିୟସ୍ ପ୍ରଫେସନ୍ କ'ଣ ଥିଲା? ମୁଁ ଥିଲି ପ୍ରଫେସର ଆନ୍ଥ୍ରୋପୋଲୋଜି ବିଜେପି କଲେଜରେ। ରିଟାୟାର୍ଡ ହେଇଛି 2011ରୁ। ଆଉ ଘରେ ଅଛି, ମୋ ହଜବେଣ୍ଡ ଏକ୍ସପାୟାର କରିଗଲେ। ମୁଁ ବର୍ତ୍ତମାନ ଏକା ଅଛି। ମୋ ପୁଅମାନେ ବାହାରେ ରହୁଛନ୍ତି, ସେମାନେ କେତେବେଳେ କେମିତି ଆସୁଛନ୍ତି ଯାଉଛନ୍ତି, କିନ୍ତୁ ପ୍ରାୟତଃ ମୁଁ ଏକା ସିଙ୍ଗଲ ଲାଇଫ୍ ମେଣ୍ଟେନ୍ କରୁଛି। ଏଇ ବିଭିନ୍ନ ପ୍ରକାର ଅନୁଷ୍ଠାନ ସହିତ ମୁଁ ଜଡ଼ିତ ଅଛି। ଆଉ ଆମର ମୋହିନୀ ପ୍ରମିଳା ଓଲ୍ଡ ଏଜ୍ ହୋମ୍ର ବି ଏଇ ଝିଅଟିଏ ମୋତେ ବରାବର ଫୋନ୍ କରୁଛି, ସେ ମୋର ଭଲ ମନ୍ଦ ପଚାରୁଛି। ଏଇସବୁ ରମା ବାବୁଙ୍କର ପ୍ରୟାସ, ସେଇଥିରେ ହିଁ ଏସବୁ ଚାଲିଛି। ମା ଏଇ ଯେଉଁ ଝିଅ ଯେଉଁ ମୁଁ କରିଛି, ଯେଉଁ ଡେଲି ଫୋନ୍ କରିବା ପାଇଁ ଯେଉଁ ଜଣକୁ, ୟା ଦ୍ୱାରା କିଛି ବେନିଫିଟ୍ ମିଳୁଛି ନା? କିଛିଟା ମାତ୍ରାରେ ବେନିଫିଟ୍ ହେଉଛି? ନିଶ୍ଚୟ। ଧରନ୍ତୁ କେଉଁଦିନ ମୋର କିଛି ଅସୁବିଧା ହେଇଛି, ସେ ମୋତେ ଫୋନ୍ କରିବା ଦ୍ୱାରା ମୁଁ ତାକୁ କହିପାରିବି। ହୁଏତ ମୁଁ କହିପାରୁନଥିବି, କିନ୍ତୁ ସେ ମୋତେ ଫୋନ୍ କଲେ ମୁଁ ତାକୁ ଜଣେଇ ପାରିବି। ତଦ୍ୱାରା ଆମର ଗୋଟେ କମ୍ୟୁନିକେସନ୍ ରହୁଛି, ଯେଉଁ କମ୍ୟୁନିକେସନ୍ ଦ୍ୱାରା ଆମେ ନିଜର କଥାଟା ଅନ୍ୟକୁ ଜଣେଇ ପାରୁଛୁ। ଧର କୌଣସି କାରଣରୁ ଏକାକୀ ରହିଗଲେ କିଛି କହିପାରୁନଥିବି, ସେ ଫୋନ୍ କଲେ ମୋତେ ସେଇଟା ବହୁତ ସାହାଯ୍ୟ କରୁଛି। ଥ୍ୟାଙ୍କ ୟୁ ମା। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣ ଏମିତି ମାନେ ଦୀର୍ଘଜୀବୀ ହେଇଥାନ୍ତୁ ଏବଂ ବହୁତ ଏମିତି ମନର ଷ୍ଟ୍ରଙ୍ଗ
ରଖିଥାନ୍ତୁ ଏବଂ ସବୁ ବାପା ମାଆ ମାନଙ୍କୁ ଆପଣଙ୍କର ଯେଉଁ ଭଳିଆ ମନର ଷ୍ଟ୍ରଙ୍ଗ ଯେଉଁ ଭଳିଆ ଷ୍ଟ୍ରଙ୍ଗ ହେଇକି ଅଛନ୍ତି ସେଭଳିଆ ସମସ୍ତଙ୍କୁ ରହିଥାନ୍ତୁ। ଆପଣମାନେ ବି ଏଇଭଳିଆ ଭିଡ଼ିଓ ଏମିତି ଦେଖୁଥିବେ ଏବଂ କମେଣ୍ଟରେ କହିବେ କେମିତି କ'ଣ, ଏବଂ ଯଦି ବି କାହାର କିଛି ପ୍ରୋବ୍ଲେମ୍ ଥିବେ କମେଣ୍ଟରେ ଆପଣ ଲେଖିପାରିବେ। ଆମେ ଯେତେ ଦୂର ସମ୍ଭବ ତାଙ୍କୁ ସହଯୋଗ କରିବା ପାଇଁ ଚେଷ୍ଟା କରିବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏଇଭଳି ଆଗକୁ ବି ମଧ୍ୟ ସବୁ ବାପା ମାଆ ମାନଙ୍କର ମୁଁ ଗୋଟେ ଗୋଟେ ଭ୍ୟୁ ଦେଖେଇବି। ଆପଣ ଏଇ ଭିଡ଼ିଓକୁ ଦେଖୁଥିବେ ଏବଂ ଆମ ଫେସବୁକ୍ ପେଜ୍ଟାକୁ ସମସ୍ତଙ୍କୁ ଅନୁରୋଧ କରିବି ଫଲୋ ଅପ୍ କରିଥାନ୍ତୁ, ତାକି ଦୁନିଆ ଲୋକଙ୍କ ପାଖରେ ପହଞ୍ଚି ପାରିବ, ତାକି ଲୋକେ କିଛି ସହଯୋଗ ପାଇପାରିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।